डेली डेलीର ୱାର୍କ ପ୍ରେସର ଭିତରେ ଗୋଟେ ସୁନ୍ଦର ପିସଫୁଲ୍ ଜାଗାକୁ ବୁଲି ଯିବା ପାଇଁ ୱିକେଣ୍ଡରେ ତ ନିହାତି ବି ମନ ହୁଏ। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ଆଜି ଯେହେତୁ ଥିଲା ସଣ୍ଡେ, ତ ଆଜି ସମସ୍ତେ ଆମ ଆମ କାମରୁ ପୁରା ଫ୍ରି ଥିଲୁ। ତ ଆଜି ବାହାରି ପଡ଼ିଥିଲୁ ଆମେ ବୁଲିଯିବା ପାଇଁ, କାହିଁକିନା ବହୁତ ଦିନ ହେଲା କୁଆଡ଼େ ବି ବୁଲାବୁଲି ହେଇନଥିଲା। ତ ଭୁବନେଶ୍ୱର ଭିତରେ ଏମିତି ବୁଲୁ ବୁଲୁ ଆମେ ହଠାତ୍ ମାନେ ଆସିଲା କି ଚାଲ ଗୋଟେ ନୂଆ ଜାଗାକୁ ଯିବା, ଯେଉଁଠିକି ଜଗନ୍ନାଥ ଦର୍ଶନ ବି ହେଇଯିବ, ତା ସାଙ୍ଗରେ ଟିକେ ବୁଲାବୁଲି ବି ହେଇଯିବ। ତ ଜାଗାଟା ହେଉଛି ଲବଣଗିରି, ଯେଉଁ ଜାଗା ବିଷୟରେ କି ମୋର କିଛି ବି ଆଇଡ଼ିଆ ବି ନଥିଲା। କି ମୋ ସାଙ୍ଗ କହିଲା ବୋଲି ଆମେ ମାନେ ସେଠିକି ଯାଇଥିଲୁ ଠାକୁର ଦର୍ଶନ କରିବା ପାଇଁ। ଜଗନ୍ନାଥଙ୍କ ମନ୍ଦିର ସହିତ ବାକି ବହୁତ ଗୁଡ଼ିଏ ବି ମନ୍ଦିର ଅଛି। ତ ବହୁତ ହି ବଢ଼ିଆ ଜାଗାଟେ, ବାକି କିନ୍ତୁ କାଲି ଜଗନ୍ନାଥଙ୍କ ଦର୍ଶନ ହେଇପାରିଲାନି, ଯେହେତୁ ତାଙ୍କର ପହଡ଼ ପଡ଼ିଯାଇଥିଲା। ଆମର ଲେଟ୍ ହେଲା ଯାଇକି ପହଞ୍ଚିବାର। ତ ଆମେ ଜଗନ୍ନାଥଙ୍କୁ ଛାଡ଼ିକି ବାକି ଆଉ ସବୁ ଠାକୁରଙ୍କର ଦର୍ଶନ ହେଇଯାଇଛି। ମୋର ଆଇଡ଼ିଆ ନଥିଲା କି ଏତେ ବି ସୁନ୍ଦର ଜାଗାଟେ ଏଠି ଅଛି ବୋଲି। ମାନେ ଲିଟରାଲି ଏଠି ପାହାଡ଼ କାଟିକି ସବୁ ମନ୍ଦିର ଗୁଡ଼ା ବନା ହେଇଛି। ଆଉ ୟା ଭିତରେ ଜଗନ୍ନାଥଙ୍କ ମନ୍ଦିର ଅଛି, ଶିବ ମନ୍ଦିର ବି ଅଛି, ହନୁମାନ ମନ୍ଦିର ଅଛି, ବାକି ବିମଳାଙ୍କ ମନ୍ଦିର ଅଛି, ଆଉ ବାକି ଗୋଟେ ଦୁଇଟା ମନ୍ଦିର ଏବେ ତିଆରି ଚାଲିଛି। ଆଉ ଡାଇରେକ୍ଟ ଏବେ ମନ୍ଦିରକୁ ଯିବାକୁ ରୋଡ଼ ତ ନାହିଁ, ସେ ରୋଡ଼ ଗୁଡ଼ା ଏବେ ତିଆରି ହେଉଛି, ଗାର୍ଡ଼େନ ବଗେରା ବି ତିଆରି ହେଉଛି। ତ ଗୋଟେ ଘାଟି ଟାଇପ୍ର ବାଟ କଟା ହେଇଛି, ଯେଉଁଟାକୁ ଆମେ କ୍ରସ୍ କରିକି ଏବେ ପଳେଇ ଆସିଲୁ ମନ୍ଦିରକୁ। ଏଇଟା ହେଉଛି ମେନ୍ ମନ୍ଦିର, ଯେଉଁଟାକି ଜଗନ୍ନାଥଙ୍କ ମନ୍ଦିର। ଏଠି ଏବେ ମାନେ ପହଡ଼ ପଡ଼ିଯାଇଛି, ତ ଠାକୁର ଦର୍ଶନ ଆମେ କରି ବି ପାରିଲୁନି। ଆଉ ଏଇଟା ହେଉଛି ସେଇ ଜାଗା ଯେଉଁଠି ବହୁତ